ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀର ଇଂରାଜୀ ଜସ୍ମିନ୍ ବହିର ୟୁନିଟ୍ ନମ୍ବର 1। ଆମେ ଷଷ୍ଠ ସପ୍ତମ ମଧ୍ୟ କ୍ଲାସ୍ ଇଂରାଜୀ ଗଣିତ ପ୍ରକାଶ ଓ ତାହାର ଜିଜ୍ଞାସା ବହିର ଆରମ୍ଭ କରିଦେଇଛି। ଯେଉଁମାନେ ସେ ଭିଡ଼ିଓ ଦେଖିବାକୁ ଚାହୁଁଛ ତାହେଲେ ଆମର ପ୍ଲେଲିଷ୍ଟକୁ ଥରେ ଭିଜିଟ୍ କରନ୍ତୁ। ଠିକ୍ ଅଛି, ସମସ୍ତଙ୍କୁ ନମସ୍କାର। ଆଉ ଏବେ ଆମେ ଆରମ୍ଭ କରିବା ଆମର ଅଷ୍ଟମ ଶ୍ରେଣୀ ଇଂରାଜୀର ପ୍ରଥମ ୟୁନିଟ୍, ଯାହା ହେଉଛି ୱିଟ୍ ଆଣ୍ଡ ୱିଜଡମ୍। ଠିକ୍ ଅଛି, ତାହାର ଫାର୍ଷ୍ଟ ଚାପ୍ଟର କ'ଣ ଅଛି ଦେଖ, ଦ ୱିଟ୍ ଦ୍ୟାଟ୍ ଅନ୍ ଦ ହର୍ସ। ୱିଟ୍ ବେଲେ କ'ଣ? ୱିଟ୍ ବେଲେ ହେଲା ବୁଦ୍ଧିମାନୀ। ୱିଟ୍ ବେଲେ ହେଲା ବୁଦ୍ଧିମାନୀ। ବୁଦ୍ଧିମାନୀ କେମିତି ସମସ୍ତଙ୍କ ହୃଦୟକୁ ଜିତିଲା ତା ବିଷୟରେ ଆମେ ଆଜି ଏହି ଚାପ୍ଟରରେ ପୁରା ସମ୍ପୂର୍ଣ୍ଣ ଆଲୋଚନା କରିବା ଓ ଯାହା କ୍ୱେଶ୍ଚିନ୍ ଆନ୍ସର୍ ଅଛି ତାହାକୁ ମଧ୍ୟ ଆମେ ଏଇଠି ସଲ୍ଭ କରିବା। ଠିକ୍ ଅଛି, ଦେଖ ଆରମ୍ଭ କରିବା। ପ୍ରଥମେ ଦେଇଛି ଲେଟ୍ ଅସ୍ ଡୁ ଦିଜ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। କହୁଛି ଆଇରେ ସିଲେକ୍ଟ ଦ କ୍ୱାଲିଟିଜ୍ ଅଫ୍ ଏ ପର୍ସନ୍ ହୁ ୟୁଜେସ୍ ୱିଟ୍ ଫ୍ରମ୍ ଦ ବକ୍ସେସ୍ ଗିଭେନ୍ ବିଲୋ। ଗୋଟେ ବୁଦ୍ଧିମାନ ଲୋକର ପାଖରେ କି ଗୁଣ ଥିବା କଥା ଏ ବକ୍ସରେ ଥିବାର ତାଠାରୁ ଆମେ ଟିକ୍ କରିବା। ଯେମିତି ଦେଖ, ୱାଇଜ୍ ଦେଇଛି, ସିରିୟସ୍ ଦେଇଛି, କ୍ଲେଭର୍ ଦେଇଛି, ପାୱାରଫୁଲ୍ ଦେଇଛି, ହ୍ୟୁମରସ୍ ଦେଇଛି, ଷ୍ଟବର୍ନ ଦେଇଛି, କରେଜିୟସ୍ ଦେଇଛି, ଅବଜର୍ଭାଣ୍ଟ ଦେଇଛି, ଚାର୍ମିଂ ଦେଇଛି, କ୍ରିଏଟିଭ୍ ଦେଇଛି, ପଙ୍କ୍ଚୁଆଲ୍ ଦେଇଛି, ଆଉ କନଫିଡେଣ୍ଟ ଆଉ ଲାଷ୍ଟରେ ଏନର୍ଜେଟିକ୍ ଦେଇଛି। ମୋ ମତରେ ଜଣେ ବୁଦ୍ଧିମାନ ଲୋକର କ'ଣ କ'ଣ ଥିବା କଥା ମୁଁ ସିଲେକ୍ଟ କରୁଛି। ତୁମକୁ ମଧ୍ୟ ଯାହା ଲାଗିବ ତୁମେ ମଧ୍ୟ ସିଲେକ୍ଟ କରିପାରିବ। ଯେମିତି ଗୋଟେ ବୁଦ୍ଧିମାନ ୱାଇଜ୍ ହେବା କଥା, ବିଜ୍ଞ ହେବା କଥା। ସେ ତାପରେ ସିରିୟସ୍ ହେଲେ ଚଳିବ, ନହେଲେ ବି ଚଳିବ, କିନ୍ତୁ ସେ କ୍ଲେଭର୍ ହେବା କଥା। କେମିତି? ସେ ଚତୁର ହେବା କଥା। ତାପରେ ସେ ପାୱାରଫୁଲ୍ ହେଲେ ବି ଚଳିବ, ନହେଲେ ବି ଚଳିବ, କିନ୍ତୁ ହ୍ୟୁମରସ୍ ରହିବା କଥା। ତାପରେ ସେ ଷ୍ଟବର୍ନ ହେଲେ ବି ଚଳିବ, ନହେଲେ ବି ଚଳିବ, କିନ୍ତୁ କରେଜିୟସ୍ ହେବା କଥା, ଉତ୍ସାହୀ। ତାପରେ ସେ ଆଉ କ'ଣ ହେବା କଥା? ଅବଜର୍ଭାଣ୍ଟ ହେବା କଥା। ଅବଜର୍ଭାଣ୍ଟ ବୋଲେ ଯିଏ ଗୋଟେ ଜିନିଷକୁ ଅବଜର୍ଭ କରିବ ଆଉ ଯାହା ବି ନିଷ୍ପତ୍ତି ନେବ। ତାପରେ ସେ ଚାର୍ମିଂ ହେବା କଥା, ସବୁବେଳେ ଚାର୍ମିଂ ରହିବା କଥା, ସବୁବେଳେ ହସ ହସ ମୁହଁ ଆଉ ତା ସବୁ କଥାରେ ଏମିତି ଆକ୍ଟିଭ୍ ରହିବା କଥା। ତାପରେ ତା କ୍ରିଏଟିଭ୍ ମଧ୍ୟ ରହିବା କଥା। ଯେକୌଣସି ଆଇଡ଼ିଆ କିମ୍ବା ଯାହା ବି କହିଲା ବେଳେ ସେ କ୍ରିଏଟିଭ୍ ଆକାରରେ ସବୁ ସମସ୍ୟାର ସମାଧାନ କରିବା କଥା। ତାପରେ ପଙ୍କ୍ଚୁଆଲ୍ ଥିବା କଥା, କନଫିଡେଣ୍ଟ ଥିବା କଥା, ଆଉ ଏନର୍ଜେଟିକ୍ ମଧ୍ୟ ଥିବା କଥା। ତୁମକୁ ଯାହା ଯାହା ଲାଗିବ ତୁମେ ମଧ୍ୟ ତାହା ସିଲେକ୍ଟ କରିପାରିବ। ଆଉ ତୁମ ଏଇଟା ଶିକ୍ଷକଙ୍କ ସହିତ ଗୋଟେ ଗୋଟେ ତୁମର ଗୁଣ ବିଷୟରେ ତୁମେ ଆଲୋଚନା କରିବ। ଯେଉଁ ଜଣେ ବୁଦ୍ଧିମାନ ଲୋକର କ'ଣ କ'ଣ ସବୁ ଗୁଣ ଥିବା କଥା। ଆଉ ଦେଖ ତଳେ କ'ଣ ଲେଖା ହେଇଛି? ତାହେଲେ ଲେଖା ହେଇଛି ନାଓ ଡିସ୍କସ୍ ରିଜନ୍ ଫର୍ ୟୋର୍ ଚଏସେସ୍ ଅଫ୍ କ୍ୱାଲିଟି। ଏ କ୍ୱାଲିଟି କ'ଣ ପାଇଁ ଥିବ, କ'ଣ ନାହିଁ, ତୁମେ ତାହା ସ୍କୁଲ ଶିକ୍ଷକଙ୍କ ସହିତ ତୁମେ ତାହା ଆଲୋଚନା କରିବ। ଏବେ କ'ଣ ଦେଇଛି ଦେଖ, ଡବଲ ଆଇବିଟିରେ ଦେଇଛି ୱାର୍କ ଇନ୍ ପେୟାର୍ସ ଆଣ୍ଡ ଆନ୍ସର ଦ ରିଡଲ୍ସ ଦ୍ୟାଟ୍ ଆର୍ ଗିଭେନ୍ ବିଲୋ। ସେୟାର ଦ ଆନ୍ସର ୱିଥ୍ ୟୋର୍ କ୍ଲାସମେଟ୍ ଆଣ୍ଡ ଟିଚର। ଠିକ୍ ଅଛି, ଆମେ ଗୋଟେ ଗୋଟେ କରି ସବୁ ଦେଖିବା ଆଉ ଆଲୋଚନା କରିବା କ'ଣ କ'ଣ ଦିଆହେଇଛି। ଦେଖ ଏଠି କ'ଣ ଦିଆହେଇଛି? ଏଠି ଦିଆହେଇଛି I can be a friend or a foe। ମୁଁ କ'ଣ ଗୋଟେ? ମୁଁ ଗୋଟେ ସାଙ୍ଗ ବା ବନ୍ଧୁ ଅଟେ, କିମ୍ବା ମୁଁ ତମର ଦୁଶ୍ମନ ବା ଶତ୍ରୁ ମଧ୍ୟ ଅଟେ। ଡିପେଣ୍ଡିଂ ଅନ୍ ହାଉ ୟୁ ୟୁଜ୍ ମି। ତାହା ତମ ଉପରେ ନିର୍ଭର କରେ ଯେ ତମେ ମୋତେ କେମିତି ବ୍ୟବହାର କରିବ ବୋଲି କହୁଛି। ତ I can bring both joy or pain। ମୁଁ କ'ଣ କରିଥାଏ? ମୁଁ ଖୁସି ମଧ୍ୟ ଦେଇଥାଏ ଓ ଯନ୍ତ୍ରଣା ମଧ୍ୟ ଦେଇଥାଏ। ତ କହ ଯେ ମୁଁ
किए एटा गोटे रिडिल देछि ओ ताहाको आमे चिन्हिबा जे एटा किए भाबी कि देखो किए के हेतिबो पिला माने देखो यार आंसर लिखुछि एटार आंसर हबा एक नंबर देछि एटार आंसर हबो वर्ड्स शब्द तमे शब्द को भलो कथा कहबा पय मध्ये व्यवहार करिवो ओ गाली देबा पय मध्ये व्यवहार करि परिवो ठीक अछि सेमति हमें रिडिल 2 को पढिबा कोन देछि देखिबा एमती सब वीडियो पाइबा पई हमर YouTube चैनल इजी लर्निंग ओडिया को सब्सक्राइब करी कि रखो यार पीडीएफ सब पाइबा पई हमर टेलीग्राम चैनल रे मध्ये जॉइन हे जिवो और आपण को हमर वीडियो केमती लागुची ताहा हमकु कमेंट रे जणैबे एटा गोटे नया चैनल खोला हेची संपूर्ण भाबे षष्ठ सप्तम अष्टम आ जदी समय मिलिबो प्रथम रु पंचम पर्यंत आमे मध्ये सब पाठर आलोचना और ताहार समाधान वीडियो आनिबा आपण को केमती लागिला हमकु फीडबैक रे कहबे और निश्चय सपोर्ट करिवे आपण हमर वीडियो केउ जिल्ला रो देखु छथि ता मध्ये हमकु कमेंट रे जणैबे देखो कोन देखि देखिबा व्हाट इज ऑलवेज इन फ्रंट ऑफ यू बट कैन नॉट बी सीन एटी देखो मार्क करूची तम पाखरे सब बेले अछि किंतु तमे ताहा देखि पारो नाही एटा कोन बोली से पछारुची तम पाखरे कोन अछि सब बेले एटार उत्तर हबो फ्यूचर बा भविष्यत तमरो भविष्यत तम पाखरे सब बोले सामना रे अछि किंतु तमे देखि पार नाही और समय बर्बाद करि चला पाठ पढा रे मन नाही एपटे सेपटे बुलिबा को इच्छा लागि थाए नै कि हम समस्त को एमती ही लागि थाए देखो सेमती हमें 3 नंबर आई कैन बी मेजर मु कोन करि पारे मते तम माने मापी पारिबो बट आई कैन नॉट बी टच्ड किंतु मते छुई पारिबो नाही आई कैन बी स्पेंट मते खर्च करि पारिबो बट आई कैन नॉट बी सेव्ड मते सेव करि कि रखि पारिबो नाही मा मते अटकी पारिबो नाही ताहले मु किए बोली से पचारुछि तो एटार उत्तर तम मध्ये नि जानि जाइथिबोनी तो यार उत्तर 3 नंबर रिडल देखि लिखुछि देखो यार उत्तर हला टाइम समय ठीक अछि सेमति हमें 4 नंबर रिडल मोडे पढिबा कोन देछि देखिबा व्हाट हैज टू बी शेयर बिफोर यू कैन कीप इट तमे कोन करि थाओ तमे शेयर करिबा आगरु कोन तमे शेयर करिबा आगरु निजे रखि थाओ बोली कहि थाए तो एटा मध्ये 4 नंबर रिडल हबो सीक्रेट प्रथमे सीक्रेट रखिबा को ट्राई करो तापर ताहा को तमे शेयर करी थाओ एटा हबो सीक्रेट भल लागला पिला माने तो आगो को पढिबा देखो एबे आगरे आ कोन अछि देखिबा तो ए देखो डिस्कस इन पेयर्स देछि एटी कोन देछि टिके देखि नाबा ठीक अछि व्हाई आर क्वालिटीज लाइक ह्यूमर एंड विट इंपोर्टेंट इन ए पर्सन एटा को मु आंसर लिखि देबी ना तमे निजे लिखिबो बहुत एतिर समय पलेबो तमे कोन करबा निजे एटा गोटे अलगा वीडियो रे हम एतिर क्वेश्चन आंसर गुडी को आनी की सेतिर आलोचना कर दबा एबे हम सीधा पाठ को आसीबा तो ठीक हबो मो अनुसार ठीक अछि देखो हम यार अलगा वीडियो आनी की ता को संपूर्ण भाबे आलोचना करिबा एबे हम देखो सीधा पाठ को आसीबा देखो एटी विट एंड काना द विट that on horse हमें सीधा चैप्टर आरंभ करिबा देखो एटी कोन लिखा अछि द विजयनगर एम्पायर वाज रिनोड फॉर इट्स ग्लोरी विजयनगर एम्पायर बा साम्राज्य कोन पई जणा थिला रिनोड बेले वेल नोड जणा सुना लिखिनियो जणा सुना फॉर इट्स ग्लोरी तार ग्लोरी पाई वेल्थ पाई एंड कल्चरल अचीवमेंट पाई से अति जणा सुना थिला तमे एसएसटी रे पढुथियो विजयनगर एम्पायर और तार राजा के थिले कोन कोन करथिले ता विषय एसएसटी रे मध्ये पढिथियो तो से विषय रे एटी दियाइछि विजयनगर एम्पायर बा साम्राज्यति कोन पाई जणा सुना थिला तार ग्लोरी पाई धन धान्य संपत्ति और कल्चरल अचीवमेंट पाई तार कला संस्कृति पाई से अति जणाशुना थिला among its many illustrious बोले respected and famous
ଏ ତାହାର ଏସବୁ ମଧ୍ୟରେ କୋଉ ମଧ୍ୟରେ ତାହାର ଯେତେ ରୁଲର ଥିଲେ ସବୁ ରେସ୍ପେକ୍ଟେଡ୍ ବହୁତ ଜଣାଶୁଣା ଆଉ ଫେମସ୍ ରୁଲର ମଧ୍ୟରେ ଜଣେ ରୁଲର ହେଲା କିଙ୍ଗ କୃଷ୍ଣଦେବରାୟ। ଜଣେ ରାଜା ଥିଲେ ସେ ହେଲା କୃଷ୍ଣଦେବରାୟ ଜଣେ ରାଜା। ସେ ରୁଲ କରିଥିଲେ 1509ରୁ 1529 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଯେତେ ସବୁ ତାର ରେସ୍ପେକ୍ଟେଡ୍ ଫେମସ୍ ରୁଲର ମଧ୍ୟରେ ସେ ରୁଲର ବା ରାଜା ମଧ୍ୟରେ ସେ ଭିତରୁ ଜଣେ ହେଲା କୃଷ୍ଣଦେବରାୟ। ସେ 1509ରୁ 1529 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ କ'ଣ କରିଥିଲେ? ସେ ରୁଲ କରିଥିଲେ। stood out as a wise and powerful monarch। କ'ଣ କରନ୍ତି ସେ? ସେମାନଙ୍କ ମଧ୍ୟରୁ ବହୁତ ତାମାନେ ପାୱାରଫୁଲ ଆଉ ଅତି ବିଜ୍ଞ ରାଜା ଥିଲେ ବୋଲି ସେ କହୁଛନ୍ତି। ସେତେବେଳେ ସେ ବହୁତ ବଡ଼ ପାୱାରଫୁଲ ଆଉ ବିଜ୍ଞ ରାଜା ଥିଲେ ତାଙ୍କ ସମୟରେ 1509ରୁ 1529 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ହିଜ୍ ରେନ୍ ଇଜ୍ ଅଫନ୍ referred to as the golden era of the ବିଜୟନଗର ଏମ୍ପାୟାର। ତାଙ୍କର ସମୟକୁ କ'ଣ କୁହାଯାଏ? ତାଙ୍କ ଗୋଲ୍ଡେନ୍ ଏରା ବା ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଏ ବିଜୟନଗର ଏମ୍ପାୟାରର। ଏ ଟାଇମ୍ ହ୍ୱେନ୍ ଆର୍ଟ ଲିଟରେଚର ଆଣ୍ଡ ଆର୍କିଟେକ୍ଚର ଆର୍ ଫ୍ଲୋରିଷ୍ଟ। ତାଙ୍କ ଟାଇମ୍ରେ କ'ଣ ହେଇଥିଲା? ଆର୍ଟରେ କଲା ସଂସ୍କୃତି ଶିକ୍ଷା ସବୁଥିରେ ଅତି କ'ଣ ହେଇଥିଲା? ବହୁତ ପ୍ରସିଦ୍ଧ ହେଇଥିଲା। ଏ ଗ୍ରେଟ୍ ପ୍ୟାଟ୍ରନ ବୋଲେ ସପୋର୍ଟର। ଗୋଟେ ବହୁତ ବଡ଼ ସପୋର୍ଟର ଥିଲେ କେଉଁଥିର? ଲର୍ଣ୍ଣିଂର ଯିଏ ଶିଖିବାକୁ ଚାହୁଁଛି ଯିଏ କିଛି ଶିଖେଇବାକୁ ଚାହୁଁଛି ସେ ଅତି ସପୋର୍ଟ କରୁଥିଲେ। କିଏ? କୃଷ୍ଣଦେବରାୟ ୱାଜ୍ ନଟ୍ ଓନ୍ଲି ଦ ଏମିନେଣ୍ଟ। ସେ ଖାଲି ଫେମସ୍ ନଥିଲେ, ସେ ଖାଲି ଜଣାଶୁଣା ନଥିଲେ ଖାଲି ୱାରିୟର ହିସାବରେ, ବଟ୍ ଅଲସୋ ଆଉ କେଉଁଥିପାଇଁ ସେ ଫେମସ୍ ଥିଲେ? ଗିଫ୍ଟେଡ୍ ପୋଏଟ୍। ସେ ଜଣେ ପୋଏଟ୍ ମଧ୍ୟ ଥିଲେ, ସେ ଗୋଟେ କବି ମଧ୍ୟ ଥିଲେ ବୋଲି ସେ କହୁଛି। ହିଜ୍ ୱାର୍କସ୍ ତାଙ୍କର କାମ କ'ଣ କ'ଣ ଥିଲା? ଯେମିତିକି ସେ ସଚ୍ ଏଜ୍ ଏ ଏପିକ୍ ଗୋଟେ ମହାକାବ୍ୟ ଥିଲା ତାଙ୍କର କାମ। ଯେତେ ସବୁ କବି ଭିତରେ ତାଙ୍କର ଗୋଟେ ମହାକାବ୍ୟ ଥିଲା ଯେତେ ସବୁ ଲେଖା ଭିତରେ ଯେ ଅମୁକ୍ତ ମାଲାୟଦ, ଏଇଟା ଦେଖ ଲେଖା ହେଇଛି ଅମୁକ୍ତ ମାଲାୟଦ ଆଣ୍ଡ ଦ ସଂସ୍କୃତ ଡ୍ରାମା ଗୋଟେ ବି ତାଙ୍କର ଲେଖା ଭିତରେ ବହୁତ ଫେମସ୍ ଥିଲା ଯାହାକି ଜମ୍ବବତୀ ପରିୟଣମ ବୋଲିକରି ଅଛି। ଆର୍ ଆକ୍ଲେମ୍ଡ ଇଭେନ୍ ଟୁଡେ। ସେ ଲେଖାକୁ ଏବେ ମଧ୍ୟ ବହୁତ ତାମାନେ ଫେମସ୍ ଆଉ ଏବେ ମଧ୍ୟ ସମସ୍ତେ ଜଣାଶୁଣା ବୋଲି କୁହାଯାଇଅଛି। ଠିକ୍ ଅଛି, ଆଶା କରୁଛି ବୁଝିପାରିଥିବ। ଅତି ସହଜ ଭାଷାରେ ବୁଝିବା। ତାପରେ ଦେଖ ଆଗରେ ଆଉ କ'ଣ ଅଛି ଦେଖିବା। କୃଷ୍ଣଦେବରାୟ କୋର୍ଟ ୱାଜ୍ ହୋମ୍ ଟୁ 8 ସେଲିବ୍ରେଟେଡ୍ ପୋଏଟ୍ସ। କୃଷ୍ଣଦେବରାୟ ତାହାର କୋର୍ଟ ବା ତାହାର ଦରବାରରେ 8ଟି ବହୁତ ଫେମସ୍ ପୋଏଟ୍ ଥିଲେ, କବି ଥିଲେ। ତାଙ୍କୁ କଲେକ୍ଟିଭଲି ନୋନ୍ ଆଜ୍ ଅଷ୍ଟଦିଗ୍ଗଜ। ତାଙ୍କୁ 8ଟି କବିକୁ ଏକା ସାଙ୍ଗରେ ଅଷ୍ଟଦିଗ୍ଗଜ ବୋଲି କୁହାଯାଉଥିଲା। ଦେଖ କ'ଣ କହୁଛି ତାପରେ ଦିଜ୍ ପୋଏଟ୍ସ ଇନକ୍ଲୁଡ଼ିଂ ଆଲାସାନି ପେଦ୍ଦନ୍ନ ଆଣ୍ଡ ତେନାଲି ରାମକୃଷ୍ଣ। ଏ ଦୁଇଟା ପୋଏଟ୍ ଅଛନ୍ତି। ଏନରିଚ୍ ଦ ଲିଟେରାରୀ ଟ୍ରାଡ଼ିସନ୍ ୱିଥ୍ ଦେୟାର ମାଷ୍ଟରପିସ୍। ତାଙ୍କର ସେ ସମୟର ସେ ଗୋଟେ ତାମାନେ ଏଇ କଲା ସଂସ୍କୃତି ଏଥିରେ ବହୁତ ବଡ଼ ସମୃଦ୍ଧ ହାସଲ କରିଥିଲେ ବୋଲି ସେ କୁହାଯାଇଛି। କିଏ? ଇଏ ଦୁଇଟା ଯାହାକି ଆଲାସନି ପେଦ୍ଦନ୍ନ ଆଣ୍ଡ ତେନାଲି ରାମକୃଷ୍ଣ ବହୁତ ବଡ଼ ସେ ଟାଇମ୍ର ତାମାନେ ସାହିତ୍ୟିକ ଭାଷାର ସେ ଗୋଟେ ବହୁତ ବଡ଼ କବି ଥିଲେ ଯିଏକି ସମୃଦ୍ଧ କବି ବୋଲି କୁହାଯାଉଛି। ତାପରେ କହୁଛି ତେନାଲି ରାମକୃଷ୍ଣ ଇନ୍ ପାର୍ଟିକୁଲାର ୱାଜ୍ known for his quick wit and humor, earning him a special place in the king's court for both the poet and the witty advisor। କ'ଣ କୁହାଯାଉଛି? ସେ ତେନାଲି ରାମକୃଷ୍ଣ ତାଙ୍କର ଖାଲି
गोटे पर्टिकुलर स्थान थिला से कोर्ट रे से कौन करुथिले से क्विक विट दउथिले बा बुद्धिमान ह्यूमर आउ बहुत बुद्धिमान रो सबु से योजना करुथिले आउ तांको पई अर्निंग हिमसेल्फ ए स्पेशल प्लेस तांकर गोटे पर्टिकुलर जगह थिला से कोर्ट रे से किंग रो कोर्ट रे से खाली पोएट नुहे पोएट संग संगे गोटे विटी बुद्धिमानी गोटे उपदेशक एडवाइजर जे कोनोसी समस्या केमिति समाधान करिवो केमिति बुद्धिमान हिसाब रे समाधान रो बाट खोजिबा तांकर गोटे ठीक तांकर एटा काम थिला आउ से यहाँ को राजा को से एडवाइजर बा एडवाइस करुथिले से बुद्धिमतार परिचय दे राजा को से एडवाइस करुथिले हिज क्लेवर सॉल्यूशन टू seemingly insurmountable problems made him a beloved figure in the empire history एते सब इतिहास रो कथा बेले जे कोनोसी तांकर एडवाइस टा कोन होतिला एमती थिला कि जहा को केही भी इनडिफिटेबल थिला केही तांको हरई पारु नथिले बा जे कोनोसी समस्या रो समाधान कराबिले से एमिति बुद्धिमत्तार सहित तारो प्लान बताउथिले तारो योजना बताउथिले तारो सॉल्यूशन दउथिले जे से राजांकर अति प्रिय थिले बोली से एठी कहउछि तापरे एबे देखो even the wisest ruler face moment of disharmony and at one such time the king had quarrel with his queen Thirumalambala over a seemingly trivial matter देखो एठी कोन कहउछि टिके बुझिबा को चेष्टा करो तो एठी कहैछि जे जते बड़ो ज्ञानी रूलर हे थाउना तांकर एमिति किछि समस्या आसे बा तांको तांको आगरे किछि किछि समस्या एमिति पले आसे जे तार सामरे कोन हेबा पई पड़े किछि किछि मुंड खडेबा पई पड़े बा बहुत किछि परिश्रम करबा को पड़े तो एमिति किछि समस्या समस्तक जीवन रे आइस्थाय से केडे बड़ो बुद्धिमान हेउना काहे की बोली कहउछि द किंग हैड क्वारल विथ हिज क्वीन तो थरे कर कथा कोन हला तांकर क्वीन सहित झगड़ा हे गला तापर काना हला जेमति कि ट्राइवियल मैटर ट्राइवियल बेल अनइम्पोर्टेंट मैटर एमती किछि ता माने इम्पोर्टेंट मैटर नहे एमती जस्ट तुच्छ कथा रे एमती किछि कोन हे गला झगड़ा हे गला फॉर वीक्स सप्ताह को जाय ही डिड नॉट अटर ए सिंगल वर्ड्स टू हर सप्ताह सप्ताह जाय कोन हेले से रानी सहित कथा वार्ता हेले नाही एमती कि राग रे सेमती कथा वार्ता बंद कर देथिले and in his frustration आउ तांको ए फ्रस्ट्रेशन जोगु कोन हला स्टॉप विजिटिंग हर ऑल टुगेदर तांको भेटिबा पई मध्य तांको महल को जाई नथिले हिज एब्सेंस कास्ट शैडो ओवर ए प्लेस तांकर एब्सेंस रे तांकर अनुपस्थिति रे कोन हला पूरा दुखर छाया खेली जाइथिला शैडो ओवर द प्लेस बेले पूरा दुखर छाया खेली जाइथिला से सेति को विजिट मध्य करबा को जाय नथिले एंड द वंस चेयरफुल कॉरिडोर सीम्स क्वाइट एंड फॉरलॉन जेते बेले से जाउथिले सेते बेले से चेयरफुल थिला कॉरिडोर बा उत्साहर महल थिला किंतु से बंद कर देथिले से सब बेले जाउ नथिले तो तेहा कोन होइसिला बिकम ए क्वाइट एंड फॉरलॉन बेले लोनली हे पड़िथिला पूरा एमती की एकाकी हे पड़ुथिला बोली कहा जाउछि तापर देखो आगरे आ कोन अछि देखिबा तापर देखो आगर देछि तिरुमबलम्बल डिस्ट्रॉयड एंड अपस्टेज से तांको रानीटी कोन हेले अपसेट हे गले एंड ट्राइड हर बेस्ट टू रिजॉल्व द इश्यू बट ही फेल्ड आउ से संपूर्ण भावे चेष्टा कले जे से जहा झगड़ा हेचनी ताहाकू से समस्यार समाधान करिबा पई किंतु से फेल हे गले तापरे विथ नो अदर अल्टरनेटिव तांको पाखरे कोनोसी विकल्प उपाय नथिला जे राजांक सहित केमिति कथा हेबे बा से समस्यार समाधान केमिति करिवे तांकर जेंति रागरे अछन तांको केमिति समाधान करिवे से ताहा चिंता करथिले सी डिसाइडेड टू सीक द हेल्प ऑफ तेनाली रामा तापर से चिंता कले आउ
କ'ଣ କଲେ ସେ ଡିସାଇଡ଼୍ କଲେ ଯେ ତେନାଲିରାମ ପାଖେ ଯିବେ ଆଉ ତାଙ୍କର ହେଲ୍ପ ମାଗିବେ ବା ତାଙ୍କୁ ସାହାଯ୍ୟ ମାଗିବେ କ'ଣ କରିବେ ବୋଲି। ଦ କୋର୍ଟସ୍ ବ୍ରିଲିଆଣ୍ଟ ଆଣ୍ଡ ୱିଟି ପୋଏଟ୍ କିଏ? ତେନାଲିରାମ ହେଲା କୋର୍ଟର ସବୁଠାରୁ ବୁଦ୍ଧିମାନ ଆଉ ଅତି ଶିକ୍ଷିତ ପୋଏଟ୍ ବୋଲି ସେ ଜାଣନ୍ତି। ତାଙ୍କୁ ଯିବେ ସେ ହେଲ୍ପ ମାଗିବା ପାଇଁ ଗଲେ। ତାପରେ Rama listened patiently as the queen recounted the incident in detail. ତାପରେ ସେ ତେନାଲି ରାମା ତାଙ୍କୁ ଶୁଣିଲେ ଯେ କ'ଣ କ'ଣ ହେଲା ବୋଲି ସେ ଅତି ବିସ୍ତାର ରୂପେ ସେ ତାଙ୍କୁ ଜଣାଇଲେ ଯେ କ'ଣ କ'ଣ ସବୁ ହେଇଛି। ତାପରେ ସେ କହୁଛନ୍ତି ରାଣୀ କହୁଛନ୍ତି ଯେ କ'ଣ କ'ଣ ସେଇଟା ହେଉଛି ତାହା ଦେଇଛି ଦେଖ କି ଦ କିଙ୍ଗ ରୋଟ୍ ଏ ପୋଏମ୍। କ'ଣ କରୁଥିଲେ ରାଜା ଗୋଟେ ପୋଏମ୍ ଲେଖୁଥିଲେ ବୋଲି ସେ କହୁଛନ୍ତି ରାଣୀ। ସି ବିଗ୍ୟାନ୍ ସେ ଆରମ୍ଭ କଲେ ହର୍ ଭଏସ୍ ଟ୍ରେମ୍ବଲିଂ ଇଟ୍ ୱାଜ୍ ଫିଲ୍ଡ ୱିଥ୍ ଭ୍ୟାଗ୍ ବେଲେ ଅନକ୍ଲିଅର୍। ତାଙ୍କର ଭଏସ୍ରେ କୌଣସି କ୍ଲିଅର୍ ଜିନିଷ ନଥିଲା ଆଉ ତାଙ୍କର ଏକ୍ସପ୍ରେସନ୍ରେ ମଧ୍ୟ କୌଣସି କ୍ଲାରିଟି ନଥିଲା। ଯେମିତିକି ସେ ଲେଖୁଥିଲେ ସୂର୍ଯ୍ୟ, ଚନ୍ଦ୍ର, ତାରା, ସୁନ୍ଦର ଆକାଶ ଏମିତି କିଛି ସେ ଲେଖୁଥିଲେ ବୋଲି ସେ କହୁଛନ୍ତି ରାମକୁ। ବଟ୍ ଇଟ୍ ମେଡ୍ ନୋ ସେନ୍ସ କିନ୍ତୁ ତାଙ୍କର ଯେଉଁ ଲେଖାରେ କୌଣସି ପ୍ରକାର ସେନ୍ସ ନଥିଲା, ଖାଲି ଏମିତି ଲେଖି ଦେଉଥିଲେ। ହ୍ୱେନ୍ ହି ଟ୍ରାଏଡ୍ କିନ୍ତୁ ସେ କ'ଣ କଲେ ଚେଷ୍ଟା କଲେ ଯେ ରିସାଇଟିଂ ଇଟ୍ ଟୁ ହିଜ୍ ମିନିଷ୍ଟର। ତାପରେ ସେ ଲେଖାକୁ ତାଙ୍କର ମନ୍ତ୍ରୀଗଣକୁ ଶୁଣେଇବାକୁ ଚେଷ୍ଟା କଲେ। ଦେ ଅଲ୍ ଆଭଏଡେଡ୍ ହିମ୍। ତାପରେ ସମସ୍ତ ମନ୍ତ୍ରୀମଣ୍ଡଳ ତାହାକୁ କ'ଣ କଲେ ଆଭଏଡ୍ କରିବାରେ ଲାଗିଲେ। ମେକିଂ ଏକ୍ସକ୍ୟୁଜେସ୍ ଆଉ ସେଥିରେ ସେ ଏକ୍ସକ୍ୟୁଜ୍ ଦେବାରେ ଲାଗିଲେ। ଇଟ୍ ୱାଜ୍ ଲେଟ୍ ଇଭିନିଂ ହ୍ୱେନ୍ ହି କେମ୍ ଟୁ ମି। ଏଇଟା ଗୋଟେ ଟିକେ ସନ୍ଧ୍ୟାର ଟିକେ ବିଳମ୍ବ ହୋଇଥିବାର କଥା ସେ ମୋ ପାଖକୁ ଆସିଲେ। ସିଂ ଆନ୍ ଅଡ଼ିଏନ୍ସ ଯେମିତିକି ମୋତେ ଶୁଣେଇବା ପାଇଁ ଆସିଲେ। ସେ କବି ଯାହା ଲେଖିଛନ୍ତି ବା ସେ ରାଜା ଯାହା ଲେଖିଛନ୍ତି ତାହା ମୋତେ ଶୁଣିବାକୁ ଗୋଟେ ଲେଟ୍ ଇଭିନିଂରେ ବା ବିଳମ୍ବ ସନ୍ଧ୍ୟାରେ ଟିକେ ମୋତେ ଶୁଣେଇବା ପାଇଁ ଆସିଲେ। ହି ବିଗେନ୍ ଟୁ ରିସାଇଟିଂ ଇଟ୍ ଟୁ ମି ବଟ୍ ଆଇ ୱାଜ୍ ସୋ ଏକ୍ସଜଷ୍ଟେଡ୍ ଆଫ୍ଟର ଏ ଟାୟାରିଂ ଡେ ଦ୍ୟାଟ୍ ଆଇ ୟାର୍ନଡ୍ ନଟ୍ ୱାନ୍ସ ବଟ୍ ସେଭେରାଲ୍ ଟାଇମ୍ସ। ଦେଖ ଯଦି ଟିକେ ବୁଝିବାକୁ ଚେଷ୍ଟା କର। ଦେଖ ଏଠି ସେ ରାଣୀ କହୁଛି କି ଯେ ସେ ତାଙ୍କର ରାଜା କ'ଣ କଲେ ସେ ରାଜ୍ୟ ଦରବାରର ସମସ୍ତ ଅଲଗା ମନ୍ତ୍ରୀମାନଙ୍କୁ ଯେମିତି ତାଙ୍କର ସେ କବିତାଟି ଶୁଣିବାକୁ ଚେଷ୍ଟା କଲେ ସମସ୍ତେ ତାଙ୍କୁ ଆଭଏଡ୍ କଲେ ଆଉ ଏକ୍ସକ୍ୟୁଜେସ୍ ବାହାନା କରି ସେ ପଲେଇ ଗଲେ। ତାପରେ ଇଟ୍ ୱାଜ୍ ଲେଟ୍ ନାଇଟ୍ ଇଭିନିଂ ଯେତେବେଳେ ବିଳମ୍ବର ସନ୍ଧ୍ୟାରେ ସେ ତାଙ୍କ ରାଣୀକୁ ଗୋଟେ ଅଡ଼ିଏନ୍ସ ଆକାରରେ କ'ଣ କଲେ ସେ କବିତା ଯାହା ଲେଖିଛନ୍ତି ତାହାକୁ ଶୁଣିବାକୁ ଆସିଲେ। କିନ୍ତୁ ସେ ସନ୍ଧ୍ୟାରେ କ'ଣ ହେଇଥିଲେ ବହୁତ ଥକି ଯାଇଥିଲେ। ଏକ୍ସଜଷ୍ଟେଡ୍ ଆଫ୍ଟର ଏ ଟାୟାରିଂ ଡେ ପୁରା ସାରାଦିନ କାର୍ଯ୍ୟ କରି କରି ସେ କ'ଣ କରିଥିଲେ ଥକି ପଡ଼ିଥିଲେ। ନଟ୍ ଜଷ୍ଟ ୱାନ୍ ବଟ୍ ଦ ସେଭେରାଲ୍ ଟାଇମ୍ସ ଦ କିଙ୍ଗସ୍ ଥଟ୍ ଆଇ ୱାଜ୍ ଡିସରେସ୍ପେକ୍ଟିଂ ୟାର୍ନ ବେଲେ ଦେଖ ତ କ'ଣ ହେଲା ଯେତେବେଳେ ସେ କବିତା ଶୁଣୁଛନ୍ତି ତ ଏ ରାଣୀ ତ ପୁରା ଥକି ଯାଇଛନ୍ତି ତ ତାଙ୍କୁ ଏମିତି ହାଇ ଆସୁଛି। ହାଇ ବେଲେ ଜାଣିଛ କି ଏମିତି ପାଟିକୁ ଖୋଲିକି କରିବାଟା। ତ ତମେ ପାଠ ପଢ଼ିଲା ବେଳେ ମଧ୍ୟ ଯଦି ଏମିତି ସାର୍ ଦେଖି ଦିଅନ୍ତି ତାହେଲେ ତମେ କ'ଣ କହିଥାନ୍ତି କିଛି ଇଚ୍ଛା ନାହିଁ ପାଠ ପଢ଼ିବା ଇଚ୍ଛା ନାହିଁ କହୁଥିବେ। ତ ସେମିତି ଯଦି ଇଚ୍ଛା ନଥିବାର ସେଇଟା ଗୋଟେ ସଂକେତ ବୋଲି ଧରାଯାଏ। ତ ସେମିତି ରାଜା ମଧ୍ୟ ଭାବିଲେ ଯେ ମୋର କବିତା ଶୁଣିବା ପାଇଁ ରାଣୀଙ୍କୁ ଆଉ ଇଚ୍ଛା ନାହିଁ ବୋଲି ସେଇଟା ଭାବିଲେ ଆଉ ରାଗିଗଲେ। ଦ କିଙ୍ଗ ଥଟ୍ ଆଇ ୱାଜ୍ ଡିସରେସ୍ପେକ୍ଟିଂ। ତ ସେ କିଙ୍ଗ ଭାବିଲେ ଏଇଟା ମୋତେ ଡିସରେସ୍ପେକ୍ଟ ହେଉଛି ମୋ ପୋଏମ୍କୁ ମଧ୍ୟ ଡିସରେସ୍ପେକ୍ଟ ହେଉଛି ବୋଲିକି ସେ ଭାବିଲେ ବୋଲି କହୁଛନ୍ତି ରାଣୀ। ସିନ୍ସ ଦେନ୍ ଆଉ ସେ ପର୍ଯ୍ୟନ୍ତ ସେଠାରୁ ହି ହ୍ୟାଜ୍ ନଟ୍ ସ୍ପୋକେନ୍ ଟୁ ମି ଆଉ ସେଠାରୁ ସେ ମୋ ସହିତ କଥାବାର୍ତ୍ତା ହେଉନାହାନ୍ତି ବୋଲି ସେ ରାମକୁ ରାଣୀ କହୁଛନ୍ତି। ଇଫ୍ ଆଇ ହ୍ୟାଡ୍ ନୋନ୍ ଦିସ୍ ଉଡ୍ ହ୍ୟାପେନ୍ ଆଇ ଉଡ୍ ହ୍ୟାଭ୍ ଚୁଜେନ୍ ଆନାଦର ଡେ। ଯଦି ଏମିତି କିଛି କଥା ଥିଲା ମୋତେ ଯଦି ସେ କବିତାଟା ଶୁଣିବାକୁ ଚାହୁଁଛନ୍ତି ବୋଲି ମୁଁ ଜାଣିଥାନ୍ତି ତାହେଲେ ମୁଁ ଅଲଗା ଦିନ ଠିକ୍ କରିଥାନ୍ତି ଯେ ସେଦିନ ମୁଁ ଶୁଣିଥାନ୍ତି। ସେ ଥକି ଯାଇଥିବା ଦିନରେ ମୁଁ କବିତା ଶୁଣିବା ପାଇଁ ଇଚ୍ଛା କରିନଥାନ୍ତି ବୋଲି ସେ
ରାଣୀଟି କହୁଛି ଏଠାରେ। ତାପରେ ହେଲ୍ପ ମି ପ୍ଲିଜ୍, ମୋତେ କ'ଣ ସାହାଯ୍ୟ କର ରାମ, ସେ ତେନାଲି ରାମ କହୁଛି। ଓନ୍ଲି ୟୁ କ୍ୟାନ୍ ହେଲ୍ପ ଦ କିଙ୍ଗ ଅଣ୍ଡରଷ୍ଟାଣ୍ଡ, ଖାଲି ତମେ ହିଁ ମୋତେ ସାହାଯ୍ୟ କରିପାରିବ ଯେ କେମିତି ମୁଁ ରାଜାଙ୍କୁ ମନେଇବି ବା ସେ କଥା ବୁଝେଇବି ବୋଲି ସେ ଏଠି କହୁଛନ୍ତି। ଦେଖ ଏ ପିକ୍ଚରରେ ତାହା ଦିଆଯାଇଛି। ଏ ହେଉଛି ରାଣୀ, ହେଉଛି ତେନାଲି ରାମ। ଠିକ୍ ଅଛି, ଆଗକୁ ଯିବା। ଆଉ କ'ଣ ଅଛି ଦେଖିବା। ବହୁତ ବଡ଼ ଅଛି ଚାପ୍ଟରଟି। ଠିକ୍ ଅଛି, କିଛି କଥା ନାହିଁ, ପଢ଼ି ଯିବା ଆଗକୁ। ଦେଖ ଏଠି କ'ଣ ଲେଖା ହେଇଛି ବୁଝିବାକୁ ଚେଷ୍ଟା କର। ରାମ nodded thoughtfully. If you like, I will try my best to resolve this matter. ରାମ nodded thoughtfully, ସେ ଭାବିଲେ ଆଉ କହିଲେ ତମେ ଯଦି ଚାହିଁବ, ସେ ରାଣୀଙ୍କୁ କହିଲେ ଆପଣ ଯଦି ଚାହିଁବେ ତାହେଲେ ମୁଁ ମୋର ବେଷ୍ଟ ଦେଇକି ମୁଁ ଏ ମ୍ୟାଟରଟିକୁ ସଲ୍ଭ କରିବାକୁ ଚେଷ୍ଟା କରିବି। Your Highness, but this needs a well-planned approach and I may need time to find a right strategy. କିନ୍ତୁ ମୋତେ କ'ଣ କରିବାକୁ ପଡ଼ିବ, ଗୋଟେ ୱେଲ୍ ପ୍ଲାନ୍, ଅତି ଯୋଜନାଟିଏ ତିଆରି କରିବାକୁ ପଡ଼ିବ, ଅତି ବୁଦ୍ଧିମାନ ଯୋଜନାଟିଏ ତିଆରି କରିବାକୁ ପଡ଼ିବ। ଆଉ ସେଥିରେ ଆମକୁ ସେଇଟା ଇମ୍ପ୍ଲିମେଣ୍ଟ କରିବାକୁ ପଡ଼ିବ, ସେ ଆପ୍ରୋଚ୍ ନେଇକି ଆମକୁ ଇମ୍ପ୍ଲିମେଣ୍ଟ କରିବାକୁ ପଡ଼ିବ। ଦ Queen, who had placed her last hope in Rama, agreed and thanked him profusely. ସେ ରାଣୀ ତାଙ୍କୁ ହିଁ ଶେଷ ଆଶା ରଖିଲା ତାଙ୍କ ଉପରେ, ଆଉ ତାଙ୍କ କଥାରେ ରାଜି ହେଇଗଲା, ଆଉ ଧନ୍ୟବାଦ କହିଲା। profusely ବୋଲେ in large amount, ବହୁତ ସାରା, a lot of thanks ତାହାକୁ ଦେଲା। The next morning the royal court was bustling with activity. ତା ପରଦିନ କ'ଣ ହେଲା, ରୟାଲ କୋର୍ଟ ବା ସେ ରାଜଦରବାର କ'ଣ ହେଲା, ବହୁତ ବିଜି ଥିଲା। ୱିଥ୍ ଆକ୍ଟିଭିଟି ସହିତ ବହୁତ ବିଜି ଥିଲା, ଯେମିତିକି ମିନିଷ୍ଟର୍ସ, ସ୍କୋଲାର୍ସ ଆଣ୍ଡ କଣ୍ଟ୍ରିଜ୍ ଫିଲ୍ଡ ୱିଥ୍ ଦ କୋର୍ଟ ରୁମ୍। ସବୁ ସମସ୍ତେ ଆସିଥିଲେ, ମିନିଷ୍ଟର ମାନେ ଆସିଥିଲେ, ସ୍କୋଲାର୍ସ ମାନେ ଆସିଥିଲେ, ଆଉ ସବୁ ଦରବାରର ଯେତେ ସବୁ ଥାଆନ୍ତି ସବୁ ଫିଲ୍ଡ ହେଇକି ପୁରା ଭର୍ତ୍ତି ହେଇକି ସେ କୋର୍ଟ ରୁମ୍ରେ ଥିଲେ। ଇଟ୍ସ intricately carved pillar to towering towards the high ceiling. ଦେଖ କ'ଣ କହୁଛି ଏଠି, ତ ଦେଖ ଏଠି ଲେଖା ହେଇଛି ଇଟ୍ସ intricately carved pillars towering towards the high ceiling. ଏଇଟା ସେ ରାଜ୍ୟ ଦରବାରର ଯାହା ସବୁ ଦିଶୁଛି ତାହା କୁହାହେଇଛି। ସେଥିରେ intricately ବେଲେ ଦେଖ ଏଠି ଦିଆହେଇଛି ଯେ ଇନ୍ ଏ ଡିଟେଲ ମ୍ୟାନରରେ ପୁରା ସଜା ହେଇଛି, ଯେମିତି ରାଜଦରବାର ପିଲର ଗୁଡ଼ିକ ଅଛି, ଟାୱାର ଗୁଡ଼ିକ ଅଛି, ଲମ୍ବା ଲମ୍ବା ହାଇ ସିଲିଂରେ ସଜାଡ଼ିବାର ତାଙ୍କୁ ଦିଶୁଛି। ତାପରେ ରେଜ୍ ଅଫ୍ ସନଲାଇଟ୍, ବାହାରୁ ସୂର୍ଯ୍ୟ କିରଣ ଆସୁଛି, ଷ୍ଟ୍ରିମ୍ ଥ୍ରୋ ଦ ଓପନ୍ ୱିଣ୍ଡୋ, ୱିଣ୍ଡୋ ଗୁଡ଼ିକ ଅଛି, ଝରକା ଗୁଡ଼ିକ ଅଛି, ସେଥିରେ ବାହାର ସୂର୍ଯ୍ୟ କିରଣ ଗୁଡ଼ିକ ଭିତରକୁ ଆସୁଛି, ଅତି ସୁନ୍ଦର ଦେଖାଯାଉଛି। ଇଲୁମିନେଟିଂ ଦ ଫ୍ଲୋର୍ ଆଣ୍ଡ ଆଡର୍ନ ୱିଥ୍ ଇକ୍ୱିଜିଟ୍ସ ରକ୍ସ। ଦେଖ ଏଠି କ'ଣ କୁହାଯାଇଛି ଯେ ଫାଇନ୍ ଆଣ୍ଡ ଆଟ୍ରାକ୍ଟିଭ ଦେଖାଯାଉଛି, ଯେତେ ସବୁ ତାର ରକ୍ସ ଅଛି, ତଲେ ଯେଉଁ କାର୍ପେଟ ଗୁଡ଼ିକ ପଡ଼ିଥାଏ ତାହାକୁ ରକ୍ସ କହନ୍ତି, ତାହା ଅତି ସୁନ୍ଦର ଦିଶୁଛି, ଯେମିତିକି ତା ଉପରେ ସୂର୍ଯ୍ୟ କିରଣ ପଡ଼ୁଛି। ଡେସ୍ପାଇଟ୍ ଦ ଲାଇଭଲି ଚାଟର୍ଡ, ଏ ଟେନସନ୍ ହଙ୍ଗ ଇନ୍ ଦ ଏୟାର। ଏହା ସହିତ ମଧ୍ୟ ସେଥିରେ ଗୋଟେ ଚାଟର୍ଡ ବୋଲି ଏମିତି କଥାବାର୍ତ୍ତା ହେବାର ଗୁଣ ହେବାର ଶବ୍ଦ ଆସୁଛି। ଫେର୍ ବି ଦ କିଙ୍ଗ ସାଟ୍ ଅନ୍ ହିଜ୍ ଅର୍ନେଟ୍ ଥ୍ରୋନ୍, କିଙ୍ଗ ବସିଲେ, ତାଙ୍କର ଯେଉଁ ରାଜଦରବାର ପୁରା ସଜା ହେଇଛି, ଅର୍ନେଟ୍ ବୋଲେ ଡେକୋରେଟିଭ ବା ସଜା ହେଇଛି, ପୁରା ସଜା ହେଇଥିବା ସେ ରାଜଦରବାରରେ ବସିଛନ୍ତି। ହିଜ୍ ଏକ୍ସପ୍ରେସନ୍ ଷ୍ଟର୍ନ, ତାଙ୍କର ଯେଉଁ ଦେଖାଉଛନ୍ତି ତାହା ପୁରା ସାର୍ପ ଅଛି। ଆଣ୍ଡ ଆଇଜ୍ ସ୍କାନିଂ ଦ ରୁମ୍, ଟୋଟାଲ ରୁମ୍ କେଉଁଠି କ'ଣ ଅଛି, କ'ଣ ଚାଲୁଛି, କିଏ କଥା ହେଉଛି, ପୁରା ତାଙ୍କର ଆଖିରେ ସମସ୍ତଙ୍କୁ ପୁରା ସାର୍ପ ଆଇରେ ଦେଖୁଛନ୍ତି। ସ୍କାନ୍ କରିବା ବେଳେ ପୁରା ଧୀର ସ୍ଥିର ଭାବରେ ପୁରା ସାର୍ପ ହିସାବରେ ଦେଖିବା। ଇଟ୍ ୱାଜ୍ ଏଭିଡେଣ୍ଟ ଦ୍ୟାଟ୍, ଏହା କ'ଣ କରେ, ଏ କଥାର ତାହାର ଏଭିଡେନ୍ସ ଦେଇଥାଏ ଯେ
that unresolved quarrel still ground gnawed at him। ତ ଯେ ଯାହା ସବୁ ସେ ଝଗଡ଼ା କିଛି ଗୋଟେ ହେଇଛି ତାହାର ଏପର୍ଯ୍ୟନ୍ତ ସଲ୍ୟୁସନ୍ ବାହାରିନି ବା ସଲ୍ୟୁସନ୍ ହେଇନି ତାହା ଏହି କଥାର ପ୍ରୁଭ୍ ଅଛି ବୋଲି ସେ ଜାଣିପାରିଲେ। ଗ୍ରାଉଣ୍ଡ ବେଲେ ଦେଖ ବଦଳ ଏତେ ସବୁ ହେଲା ପରେ ବି ତାଙ୍କ ମନରେ କିଛି ଗୋଟେ ତାଙ୍କ ମୁଣ୍ଡରେ ସେ ଝଗଡ଼ା କଥା ଚାଲିଛି ଯାହାକି ଏପର୍ଯ୍ୟନ୍ତ ସେ ଇସ୍ୟୁଟା ରିଜଲ୍ଭ ହେଇନି ବୋଲି ସେ ଜାଣିପାରିଲେ। ଠିକ୍ ଅଛି, ଏବେ ଦେଖ ଆଗକୁ ପଢ଼ିବା କ'ଣ ଅଛି। ଦ କୋର୍ଟ ଡିସ୍କସନ୍ ୱାଜ୍ ସେଣ୍ଟର୍ଡ ଅନ୍ ଇମ୍ପ୍ରୁଭିଂ ପେଡ଼ି କଲ୍ଟିଭେସନ୍। କୋର୍ଟରେ କ'ଣ ଚାଲିଲା? କୋର୍ଟରେ କଥା ଚାଲିଲା ଯେ ବା ବିଷୟ ହେଲା ଯେ ଆଲୋଚନାର ବିଷୟ ହେଲା ଯେ ଇମ୍ପ୍ରୁଭିଂ ପେଡ଼ି କଲ୍ଟିଭେସନ୍, କେମିତି ଧାନ ଚାଷକୁ ଆମେ ଇମ୍ପ୍ରୁଭ୍ କରିପାରିବା ଆମର ସାମ୍ରାଜ୍ୟରେ। ୱାନ୍ ବାଇ ୱାନ୍ ଦ ମିନିଷ୍ଟର ରୋଜ୍ ଟୁ ପ୍ରେଜେଣ୍ଟ ଦେୟାର ଆଇଡ଼ିଆଜ୍। ଗୋଟେ ପରେ ଗୋଟେ ମିନିଷ୍ଟର ମାନେ ଠିଆ ହେଲେ ଓ ତାଙ୍କର ଆଇଡ଼ିଆ ଗୁଡ଼ିକ ତାଙ୍କର ବୁଦ୍ଧି ଗୁଡ଼ିକ ତାଙ୍କର ପ୍ରଣାଳୀ ସବୁ ଦେଲେ, ଆଡ଼ଭାଇସ୍ ଦେଲେ। ତାପରେ ଦେଖ ଆଗରେ କ'ଣ ଅଛି, ସମ୍ ସଜେଷ୍ଟେଡ୍ ଏକ୍ସପାଣ୍ଡିଂ ଇରିଗେସନ୍ ନେଟୱାର୍କ। କେତେ ଜଣ କ'ଣ କହିଲେ ଯେ ଜଳସେଚନ ଯାହା ହେଉଛି ତାଙ୍କୁ ଗୋଟେ କେନାଲ ଏମିତିକି ନେଟୱାର୍କ କରିବା ପାଇଁ କେତେ ଜଣ ପ୍ରସ୍ତାବ ଦେଲେ। ହ୍ୱାଇଲ୍ ଓଦର୍ସ ଆଡ଼ଭୋକେଟେଡ୍ ଫର୍ ବେଟର୍ ମେନ୍ୟୁର୍। ଆଉ କେତେ ଜଣ ଖତ ବା ଆମର ଯେତେ ସବୁ କୀଟନାଶକ ଔଷଧ ଉପରେ ଧ୍ୟାନ ଦେବା ପାଇଁ ପ୍ରସ୍ତାବ ଦେଲେ। ଏମିଡ୍ ଦିଜ୍ ସଜେସନ୍ସ ତେନାଲି ରାମା stood up quietly at the edge of the court, observing everyone with a amused smile। କିଛି ସଜେସନ୍ ଦେବା ଅପେକ୍ଷା ସେ କ'ଣ କଲେ, ତେନାଲି ରାମ ଗୋଟେ ସାଇଡ଼୍ରେ ଗୋଟେ ଏଜ୍ ଅଫ୍ କୋର୍ଟ ଗୋଟେ କର୍ଣ୍ଣରରେ ଏମିତି ଠିଆ ହେଇକି କ'ଣ କରୁଛନ୍ତି, ଖାଲି ଏମିତି ଟିକେ ଟିକେ ହସୁଛନ୍ତି। ସେ କିଛି ସଜେସନ୍ ଦେଲେ ନାହିଁ କିନ୍ତୁ ସମସ୍ତଙ୍କୁ ଦେଖିକି ସେମିତି ଟିକେ ଟିକେ କରି ହସୁଛନ୍ତି। ସ୍ମାଇଲ୍ ବେଲେ ଟିକେ ଟିକେ ହସିବା, ବୁଝିହେଲା। ଫାଇନାଲି ଦ କିଙ୍ଗ କଲ୍ଡ ଅପନ୍ ରାମ। ତାପରେ ଶେଷରେ କିଙ୍ଗ କ'ଣ କଲେ, ରାମକୁ ପଚାରିଲେ ତମର କ'ଣ ମତ ଅଛି ବୋଲି ସେ ପଚାରିଥିବେ। ଦ ଚାଟର୍ଡ ଇନ୍ ଦ କୋର୍ଟ ଡାଏଡ୍ ଡାଉନ୍ ଏଜ୍ ଅଲ୍ ଆଇଜ୍ ଟର୍ନ ଇନ୍ଟୁ ହିମ୍। ଯେତେ ସବୁ ଗୁଣୁ ଗୁଣୁ ହୋଇକି କଥା ହେଉଥିଲେ ସମସ୍ତେ ଏବେ କ'ଣ ରାମକୁ ଦେଖିବାରେ ଲାଗିଲେ ବା ରାମ ଆଡ଼କୁ ଦେଖୁଛନ୍ତି। ରାମ ଆପ୍ରୋଚ୍ ଦ ଥ୍ରୋନ୍ କ୍ୟାରିଂ ଏ plateful of paddy seeds, bowing low he began, Your Majesty, I bring you a revolutionary type of paddy seeds. If these are sown, the yield will be the 3 times greater than the current result। ଏହା ସେ କହିଲେ। ଦେଖ କ'ଣ କହିଲେ, ଏଇଟା ଭଲ କରି ବୁଝ। ତ ଏଠି ରାମ ଆପ୍ରୋଚ୍ କରିକି କହୁଛନ୍ତି ଯେ କ୍ୟାରିଂ ଏ ପ୍ଲେଟଫୁଲ୍ ପ୍ୟାଡ଼ି ସିଡ୍ସ। ଦେଖ ଏଠି କ'ଣ କରୁଛନ୍ତି, ସେ ରାମଟି ଏଠି ଏଇଟାକୁ ରାମ କହିଥିଲି କି, ଦେଖ ଟିକେ ଦେଖିନେବ, ଏଇଟା ରାମ ଗୋଟେ ପ୍ଲେଟ୍ରେ ପୁରା ଧାନ ସିଡ୍ସ ବା ବୀଜ ଆଣିକି ଏଠି କହୁଛନ୍ତି, ଧାନର ମଞ୍ଜି ଆଣିକି କହୁଛନ୍ତି ଯେ ବୋନ୍ ଲୋ ହି ବିଗନ୍, ୟୁଅର୍ ମାଜେଷ୍ଟି, ଆପଣଙ୍କ ଯଦି ଇଚ୍ଛା ହେବ ତ ଆଇ ବ୍ରିଙ୍ଗ ୟୁ ଏ ରିଭଲ୍ୟୁସନାରୀ ଟାଇପ୍ ଅଫ୍ ପେଡ଼ି ସିଡ୍ସ। ଆମେ କ'ଣ କରିବା, ଏଥର ଆମେ ଏ ଇରିଗେସନ୍ ଏଇଟାକୁ ଧ୍ୟାନ ନ ଦେଇ ଆମେ ଏବେ ତାର ମଞ୍ଜିରେ ଧ୍ୟାନ ଦେବା। ଇଫ୍ ଦିଜ୍ ଆର୍ ସୋନ୍, ଏବେ ସେ ଏଇ ମଞ୍ଜି ଆଣିକି ଦେଖାଉଛନ୍ତି ଯେ ଆମେ ଯଦି ଏ ମଞ୍ଜିକୁ ଲଗାଇବା ତାହେଲେ ଦ ଇଲ୍ଡ, ସେ ଏବେ ଯାହା ଅମଲ ହେଇଛି ତାହାର 3 ଗୁଣା 3 times greater than the current result। ଏବେ ଯେତେ ହେଉଛି ତାହାର 3 ଗୁଣା ଆମକୁ ରିଜଲ୍ଟ ମିଳିବ ବା ଆମର ଅମଳ ହୋଇଥିବା ଧାନ ଆମେ ପାଇପାରିବା ବୋଲି ସେ ପ୍ରସ୍ତାବ ଦେଲେ। ନେକ୍ସଟ ପାରାଗ୍ରାଫ, ଏ murmur swept through the room, one of the courtiers known for his sarcasm whispered just loud enough to be heard, I wonder if these are magic seeds। Next he claimed they grow without water। ବୋଲେ ତାଙ୍କ କଥାରେ ସମସ୍ତେ ହସିଲେ, ଯେମିତିକି ନିନ୍ଦା କରିବା ପରି ପରିହାସ କଲେ, ଯେମିତି ମ କରିବେ ଏମିତି ହସିବା, ଯେମିତି ଧୀରେ ଧୀରେ କଥା ହେବା କିନ୍ତୁ ସମସ୍ତେ ଶୁଣିପାରିବେ।
ତ ଏମିତି ନିନ୍ଦା କରି କହିଲେ। ତ ଏବେ ଆଉ ଏ କିଛି ଦିନ ଗଲା ପରେ ଏଇଟା ମ୍ୟାଜିକ୍ ସିଡ୍ କି ଯେ ଗୋଟେ ଥରେ 3 ଗୁଣ ରିଜଲ୍ଟ ଦେଇଦେବ। ତାପରେ ଆଉ କହୁଛନ୍ତି ଆଉ କିଛି ଦିନ ଗଲେ ପରେ ଏମାନେ କହିବେ ଯେ ୱିଦାଉଟ୍ ୱାଟର ବା ବିନା ପାଣିରେ ବି ଗଛ ଉଗିବ ବା ବଡ଼ ହେଇଯିବ ବୋଲି ଆଉ କିଛି ଦିନ ଗଲା ପରେ ଏ କହିବେ ବୋଲି ସେ କହୁଛନ୍ତି। ଏନାଦର ମଟର ଆଉ ଜଣେ ତାହାଙ୍କୁ କହୁଛି perhaps he found them on the moon। ତାହେଲେ ଏ ମଞ୍ଜିଟିକୁ ଏ ମ୍ୟାଜିକ୍ ସିଡ୍ଟିକୁ ଏ ଚନ୍ଦ୍ର ଠାରୁ ନେଇକି ଆସିଥିବେ ବୋଲିକରି ସ୍ନିକର୍ସ ରିପୋର୍ଟ ଥ୍ରୋ ଦ କୋର୍ଟ। ତାପରେ ଏ କୋର୍ଟରେ କହୁଛନ୍ତି ତାହେଲେ ଏ ମ୍ୟାଜିକ୍ ବା ଯାଦୁଇ ମଞ୍ଜିଟା ତାହେଲେ ଏ ମହାଶୟଟି କୋଉଠୁ ଚନ୍ଦ୍ର ଠାରୁ ନେଇକି ଆସିଛନ୍ତି, ଯାହାକି ଏ 3 ଗୁଣ ଦେଇଦେବ ବୋଲି ସେ ତାହାଙ୍କୁ ମଜାରେ ବା ଥଟ୍ଟା କରୁଛନ୍ତି ସାରା ଦରବାରରେ। ଦ କିଙ୍ଗ ଫ୍ରଣ୍ଟ unimpressed that sound absurd, though he muttered such cultivation would need special soil, manure and pest and insect repellents. If by chance something were to go wrong, our farmers would suffer। ଦେଖ ଏଠି କ'ଣ କୁହାଯାଇଛି, ତ କ'ଣ ଲେଖା ହେଇଛି ଦେଖ, ଦ କିଙ୍ଗ ଫ୍ରମ୍ ଅନଇମ୍ପ୍ରେସ୍ଡ। ତ ଏମିତି ତାମାନେ ମୂଲ୍ୟହୀନ କଥାକୁ ଶୁଣି ସେ ଆବସର୍ଡ ବେଲେ ଇଲଜିକାଲ କଥା ଶୁଣି ସେ ରାଗିଗଲେ ଆଉ କହିଲେ କଲ୍ଟିଭେଟେଡ ନଟ୍ ନିଡ୍ ସ୍ପେଶିଆଲ ସଏଲ। ଯଦି କଲ୍ଟିଭେଟ୍ କରିବାର ଅଛି ବା ଚାଷ କରିବାର ଅଛି ଆମକୁ ସ୍ପେଶିଆଲ ସଏଲ ଦରକାର, ମ୍ୟାନିୟର ବା ଖତ ଦରକାର, ଆଉ ପେଷ୍ଟିସାଇଡ୍ ଦରକାର, ଆଉ ଇନସେକ୍ଟକୁ ମାରିବା ପାଇଁ ବା ଆମର କୀଟନାଶକ ମାରିବା ଔଷଧ ଦରକାର। ଇଫ୍ ବାଇ ଚାନ୍ସ ସମଥିଙ୍ଗ ୱେର୍ ନଟ୍ ଟୁ ଗୋ ରଙ୍ଗ, କିନ୍ତୁ ଆମର ଦୁର୍ଭାଗ୍ୟବଶତଃ କିଛି ବି ଯଦି ଫେଲ୍ ହେଇଯାଏ, କାମ କରେ ନାହିଁ, ତାହେଲେ କ'ଣ କରିବେ ଆମର ଯେତେ ସବୁ ଚାଷୀ ଅଛନ୍ ସେମାନେ ଆମର ଯନ୍ତ୍ରଣା ପାଇବେ, ସଫର ହେବେ ବା ସେମାନେ ତାଙ୍କର ଅମଲରେ ସଫର ହେବେ ବୋଲି କହୁଛନ୍ତି ଆମର ରାଜା। ତାପରେ ଆଗ ଦେଇଛି ରାମ ସ୍ମାଇଲ୍ଡ ଅନଫେଜ୍ଡ ନଟ୍ ୱରିଡ୍। ରାମ ଧୀରେ ଧୀରେ ହସିଲେ, ଯେମିତିକି କୌଣସି ଓରି ନାହିଁ ସେମିତି ହସିଲେ। ଦ୍ୟାଟ୍ ମେ ବି ଟ୍ରୁ, ହଁ ଏହା ଠିକ୍ କଥା, ଏମିତି ବି ହେଇପାରେ, ମ୍ୟାଜିଷ୍ଟ୍ରେଟ୍ ବା ମହାରାଜ ବୋଲି ସେ କହୁଛନ୍ତି। ବଟ୍ ଦ ରିଅଲ୍ ଇସ୍ୟୁ ଲାଇଜ୍ ନଟ୍ ୱିଥ୍ ଦ ସିଡ୍ସ, କିନ୍ତୁ ଏଇଟା ମଞ୍ଜିର କୌଣସି ସମସ୍ୟା ନୁହେଁ। themselves but the person who sow them, କିନ୍ତୁ ଏଇଟା ମଞ୍ଜିର ସମସ୍ୟା ନୁହେଁ, ଯିଏ କି ଏଇଟା କାହାର ସମସ୍ୟା, ଯିଏ ସେ ମଞ୍ଜିକୁ ଲଗେଇବ ତାହାର ସମସ୍ୟା ବା ସେଥିରେ କିଛି ଖରାପ ବି ଅଛି, ସେଥିରେ କିଛି ତାମାନେ ମାଇନସ୍ ପଏଣ୍ଟ ଅଛି, କିନ୍ତୁ ଏଥିରେ ମଞ୍ଜିରେ କୌଣସି ଅବହେଳା ନାହିଁ କି ସମସ୍ୟା ନାହିଁ ବୋଲି ସେ କହୁଛନ୍ତି। ଦେଖ ତାପରେ ଏଠି କହୁଛି ତାପରେ ଏ ହସ୍ ଫେଲ୍ ଓଭର ଦ କୋର୍ଟ, ରାମା ୱାର୍ଡସ୍ ହଙ୍ଗ ଇନ୍ ଏୟାର, ଦ କିଙ୍ଗସ୍ ଆଇବ୍ରୋ ଫରୱାର୍ଡ ବୋଲେ ରିଙ୍କିଲ୍। ଏ ତାମାନେ ତୁଚ୍ଛ କଥା ବା ମୂଲ୍ୟହୀନ କଥା ତମେ ଯେମିତି କହୁଛ, ଯେମିତିକି ଏକା ସାଙ୍ଗରେ ଏ ମଞ୍ଜିଟି 3 ଗୁଣ ରିଜଲ୍ଟ ଦେବ, ଏଇଟା ଗୋଟେ ମୂଲ୍ୟହୀନ କଥା ବୋଲି ତାଙ୍କର ରାଗ ହେଇଗଲେ, କିଏ ରାଜାଟି ରାଗିଗଲେ। ଆଉ ସେ କହୁଛନ୍ତି ହ୍ୱାଟ୍ ଇଜ୍ ରଙ୍ଗ ୱିଥ୍ ଦ ପର୍ସନ୍ ହୁ ସୋ ଇନ୍ ଦ ସିଡ୍ସ, ସ୍ପିକ୍ କ୍ଲିୟରଲି ରାମ ଦ ହି ରୋଡ୍। ତ ଏମିତି କେଉଁ ମଞ୍ଜି ଅଛି ଯେ ସେ ମଞ୍ଜିରେ କିଛି ସମସ୍ୟା ନାହିଁ, କିନ୍ତୁ ଯିଏ ତାହାକୁ ଲଗେଇବ ତାରେ ସମସ୍ୟା ହେଇପାରେ ବା ସେ ଲଗେଇବାର ପଦ୍ଧତିରେ ସମସ୍ୟା ଥାଇପାରେ, ସେଥିପାଇଁ ହଉନି ବୋଲି ତମେ କହୁଛ, ଯାହା କହୁଛ ଟିକେ କ୍ଲିୟରଲି କୁହ ବୋଲି ରାଜା କହିଲେ। ଠିକ୍ ଅଛି। ତାପରେ ଆଗକୁ ଦେଖ ଆଉ କ'ଣ ଅଛି, ରାମା ଗ୍ଲାନ୍ସ ଆରାଉଣ୍ଡ ଦ କୋର୍ଟ, ହିଜ୍ ସାର୍ପ ଗେଜ୍ ମିଟିଂ ଦ skeptical eyes with the courtiers। If one were to sow seeds without proper care, no one would reap a good harvest, he said, pausing for effect, and what if the person had a habit of yawning while sowing? Would not the seed scatter unevenly? ଏଠି କ'ଣ କୁହାଯାଇଛି, ତ ଏଠି ରାମ କହୁଛି ରାମ ଗ୍ଲାନ୍ସଡ୍ ଆରାଉଣ୍ଡ ଦ କୋର୍ଟ,
ସବୁଆଡ଼େ ପୁରା ଭଲ ଭାବରେ ଦେଖିଲେ। ହିଜ୍ ସାର୍ପ ଗେଜ୍ ମିଟିଂ ଦ ସ୍କେପ୍ଟିକାଲ ଆଇଜ୍ ୱିଥ୍ ଦ କୋର୍ଟିୟର୍ସ। ସବୁଆଡ଼େ ସେ ପୁରା ଏମିତି ଭଲ ଭାବରେ ଦେଖିଲେ, କିନ୍ତୁ ସବୁ ଯେତେ କୋର୍ଟର ଯେତେ ସବୁ ସଦସ୍ୟ ଅଛନ୍ତି ତାଙ୍କୁ ଏମିତି ଡାଉଟଫୁଲ୍ ନଜରରେ ଦେଖୁଛନ୍ତି। ଇଫ୍ ୱାନ୍ ୱେର୍ ଟୁ ସୋ ସିଡ୍ସ ୱିଦାଉଟ୍ ପ୍ରପର କେୟାର no one would reap a good harvest। ତାପରେ ସେ ରାମ କହୁଛନ୍ତି ଯଦି ଜଣେ ଏମିତି ତାମାନେ କ'ଣ ଯତ୍ନହୀନ ସହିତ ଏମିତି କ'ଣ କରିବ ମଞ୍ଜି ଲଗେଇବ, ତାହେଲେ ସେ ଠିକ୍ ଭାବରେ ତାହାର ମୂଲ୍ୟ ପାଇବ ନାହିଁ ବା ସେ ଭଲ ଭାବରେ ତାହାର ମୂଳ ପାଇପାରିବ ନାହିଁ, ଆଉ ସେ ଗଛ ଭଲ ଭାବରେ ହେଇପାରିବ ନାହିଁ ବୋଲି ସେ ରାମ କହିଲେ। ଠିକ୍ ଅଛି। ତାପରେ ହି ସେଡ୍ ପଜିଂ ଫର୍ ଇଫେକ୍ଟ। ତାପରେ ଟିକେ ସମୟ ରହିଗଲେ ଯେମିତିକି ତାଙ୍କ କଥା ସମସ୍ତେ ବୁଝିପାରିବେ। ଆଣ୍ଡ ହ୍ୱାଟ୍ ଇଫ୍ ଦ ପର୍ସନ୍ ହ୍ୟାଡ୍ ଏ ହ୍ୟାବିଟ୍ ଅଫ୍ ୟର୍ନିଂ। ଆଉ ଯଦି କ'ଣ ହୁଏ, ଯଦି ଗୋଟେ ଲୋକର ଏମିତି ହାଇ ବା ହାକୁଟି ଏମିତି ମାରିବା ଯଦି ତାହାର କ'ଣ ଏମିତି ଅଭ୍ୟାସ ଥାଏ, ହ୍ୱାଇଲ୍ ସୋଇଂ, ଯେତେବେଳେ ସେ ମଞ୍ଜି ଲଗାଉଥିବ ସେତେବେଳେ ଏମିତି ହାଇ ମାରିବାର ତାହାର ଅଭ୍ୟାସ ଥିବ। ତ ଏମିତି ମଞ୍ଜି ଲଗାଇବା ସମୟରେ ଯଦି ଏମିତି ହାଇ ମାରିଦେବ, ତାହେଲେ କ'ଣ ହେବ, would not the seed scattered unevenly। ସେଇଟା କ'ଣ ଗୋଟେ ପାଖରେ ସେ ମଞ୍ଜି ପଡ଼ିବ କି ଏପଟେ ସେପଟେ ମଞ୍ଜି ପଡ଼ିଯିବ ବୋଲି ସେ କହିଲେ। ତାପରେ ଦେଖ ଆଗରେ କ'ଣ ଅଛି, ଦ କୋର୍ଟ ଇରପ୍ଟେଡ୍ ଇଣ୍ଟୁ ଲାଫ୍ଟର। ତାପରେ ଯେତେ କୋର୍ଟରେ ଯେତେ ଲୋକ ସବୁ ଥିଲେ ସବୁ ଏମିତି ହସିବାରେ ଲାଗିଲେ। ଦ ଆର୍ଲିୟର ସାର୍କାଜମ୍ replaced by genuine amusement, even the king caught off guard, sighed and instinctively yawned. Ram watched him keenly, then continued, Your Majesty, is there anyone in this world who does not yawn? It is natural and breathing। ଦେଖ ଏଠି କ'ଣ କୁହାଯାଇଛି, ତ ଏମିତି ସମସ୍ତେ ହସିବାରେ ଲାଗିଲେ। ଦେନ୍ ଦ ଅର୍ଲିୟର ସାର୍କାଜମ୍ ରିପ୍ଲେସ୍ଡ ବାଇ ଜେନ୍ୟୁଇନ୍ ଆମ୍ୟୁଜମେଣ୍ଟ, ଇଭେନ୍ ଦ କିଙ୍ଗ କଟ୍ ଦ ଗାର୍ଡ। ତାପରେ ସେ ଏମିତି ସମସ୍ତଙ୍କୁ ଦେଖିଛନ୍ତି, ସେ ଗାର୍ଡକୁ ମଧ୍ୟ ଦେଖୁଛନ୍ତି ଯେ ସେଠି ଠିଆ ହୋଇଛି। ସାଇ ୱିଥ୍ ଇନଷ୍ଟିଙ୍କ୍ଟିଭ ୟର୍ନ, ଯେ ସେ କ'ଣ କର, ସେ ଗାର୍ଡଟି ହାଇ ମାରିବାର ସେ ରାଜା ଦେଖିଥିଲେ। ରାମ ୱାଚ୍ଡ ୱିଥ୍ କେୟାରଲି, ସେ ଅତି ଇନଷ୍ଟିଙ୍କ୍ଟିଭ ପୁରା ଏମିତି ନଜର ରଖିକି ଦେଖୁଛି ସେ ରାମ, ଯେ ଦେନ୍ କଣ୍ଟିନ୍ୟୁ କହିଲା, ମହାରାଜ ଆପଣ କୁହନ୍ତୁ ଯେ ଦେର୍ ୱାଜ୍ ଏନି ୱାନ୍ ଇନ୍ ଦିସ୍ ୱାର୍ଲଡ ହୁ ଡଜ୍ ନଟ୍ ୟର୍ନ। ତ ଏମିତି କିଏ ଅଛି ଦୁନିଆରେ ଯିଏକି ତା ଜୀବନରେ କେବେ ହାଇ ମାରି ନାହିଁ। ତାମାନେ ସମସ୍ତେ ହାରି ମାରି, ଏହା ହେଉଛି ଗୋଟେ ନ୍ୟାଚୁରାଲ ପ୍ରୋସେସ୍ ବା ଏଇଟା ଗୋଟେ ସାଧାରଣ କଥା ଅଟେ, ଯେ ଏଇଟା ଗୋଟେ ବ୍ରିଦିଂର ଗୋଟେ ପାର୍ଟ, ଯେ ଯେଉଁ କଥାରେ ବି ବା ଯେତେ ସମୟରେ ବି କ'ଣ ଯାହା ଯେତେ ଇମ୍ପୋର୍ଟାଣ୍ଟ କଥା ହେଲା ବେଳେ ବି ଜଣଙ୍କର ହାଇ ଆସି ଯାଇପାରେ ବୋଲି ସେ ବୁଝେଇବାକୁ ଚେଷ୍ଟା କରୁଛନ୍ତି। ତାମାନେ ସେ ରାଣୀ ଯେଉଁ ତାଙ୍କର କବିତା ଶୁଣିଲା ବେଳେ ଯେ ହାଇ ମାରି ଦେଇଥିଲେ ସେ କଥାକୁ ନେଇ ସେ ରାଗି ଯାଇଥିଲେ, ସେ କଥା ସେ ବୁଝେଇବାକୁ ଏଠି ଚେଷ୍ଟା କରୁଛନ୍ତି। ଦ କିଙ୍ଗ's expression shifted as realization dawned, his mind raced back to the quarrel with the queen। ଯେତେବେଳେ ସେ ତାଙ୍କର ଏକ୍ସପ୍ରେସନରେ ତାଙ୍କୁ ରିଏଲାଇଜେସନ୍ ଜଣାପଡ଼ିଲା କି ଯେ ଏମିତି ସେ ଗୋଟେ ହାଇ ନେବା ପାଇଁ କ'ଣ କଲେ, ସେ ରାଣୀଙ୍କୁ ବହୁତ ଖରାପ ଆକାରରେ ସେ ରାଗ ହେଇକି ଚାଲିଗଲେ। ସେଇଟା ତାଙ୍କୁ ଏବେ ରିଏଲାଇଜେସନ୍ ବା ପସ୍ତାବା ହେଉଛି। ହି ରିମେମ୍ବର୍ଡ ସ୍କୋଲ୍ଡିଂ ହର୍ harassly for warning while he recited his poem। ଯେତେବେଳେ କ'ଣ କଲେ, ସେ ପୋଏମ୍ ଶୁଣିବା ବେଳେ ରାଣୀ କ'ଣ କରିଥିଲେ, ଯେତେବେଳେ ହାଇ ମାରିଥିଲେ ସେତେବେଳେ ତାଙ୍କୁ ବହୁତ ଖରାପ ଆକାରରେ ଗାଲି ଦେଇକି ଚାଲି ଯାଇଥିଲେ। ସେଇଟା ଏବେ ତାଙ୍କୁ ରିଏଲାଇଜ୍ ହେଉଛି ବୋଲି ସେ କହୁଛନ୍ତି। ହି ରିଏଲାଇଜ୍ଡ ହାଉ ଅନଫେୟାର ହି ହ୍ୟାଡ୍ ବିନ୍। ସେ ତାଙ୍କ ସହିତ କେତେ ତାମାନେ ଦୁର୍ବ୍ୟବହାର କଲେ ସେ ଏବେ ରିଏଲାଇଜ୍ ବା ପସ୍ତାଉଛନ୍ତି। ଇଫ୍ ଆଇ ହ୍ୟାଡ୍ ନୋ ଦ୍ୟାଟ୍ ୟର୍ନିଂ was not a sign of disrespect, I would not have taken her gesture so
पर्सनाली। तो मु जदि सेतेबेले जानी थांती जे हाई मारिबाटा गोटे प्रकार डिसरेस्पेक्ट नुहे, एटा गोटे नेचुरल फेनोमेना है, एटा गोटे साधारण हिसाब से समस्त को होता है बोली मु जदि जानी थांती ताहले मु एमती खराब भावरे तांको दुर्व्यवहार करना थांती बोली एबे से पछताउछंती। ही थॉट से यह भाविले आउ रिग्रेट कले आउ सब रिग्रेट रे तांकर हृदय भरी जाई थिला। तापर देखो तांको पाखको बोधे आसीचंती, एटा हमें ए आगर कोन अछि सेथिरु हमें जानिबा। तांको पाखरे बोधे कथा हवा पई आसीचंती। देखो that evening the king approached the queen with a softened expression। कौन कले से संध्या रे राजा गोटे सफ्टेंड बा नरम आकार जाई तांको कथा हवा पई तांका पाखको गले। कांको पाखको तिरुमालम बल पाखको। he began his voice gently। तांकर कथावार्ता आरंभ कले अति धीर स्थिर सहित। I have been foolish। मु गोटे बोका अटे। I see now that over reacted। मु कोन करथिली ओभर रिएक्टेड करथिली, अति घृण्य हिसाब रे आपन सहित बा तम सहित व्यवहार करथिली बोली से कहउचंती। I let my pride blind me। कोन कहि मु गर्व मते कोन कर देथिला अंध कर देथिला। I am sorry बोली से एठारे भूल मागुछंती बा तांकर भूल को से पछताउछंती जानी की। The queen who had longed for this moment बोले से ए मोमेंट को अपेक्षा कर रही थिले। देन स्माइल कले, हसिले और रिप्लाई देले इफ यू लाइक तमे जदी पसंद करो बा पसंद करिवो वी कैन लीव दिस क्वारल बिहाइंड अस। आई वुड वेरी मच लाइक टू लिसन टू योर पोएम। जदि तमे एबे तुमको जदि इच्छा लागिवो ताहेले तमे से जहा लिखिथिलो से पोएम टी मते एबे सुनै परिवो बोली से कहउछंती कि से रानी राजा को कहिसंती। रामा who had orchestrated this settlement। रामा कोन कहे से जो सेटलमेंट को अरेंज करथिले फेल्ट विक्टोरियस। से फील कले एटा को गोटे विक्ट्री हिसाबे फील करथिले। द किंग एंड द क्वीन लेटर प्रेजेंटेड हिम विथ द वैल्यूएबल गिफ्ट फॉर हिज सर्विस। तांकर से कार्य पई राजा और रानी दुई जण मिसी के तांको अति सुंदर गिफ्ट उपहार देथिले। द रॉयल कपल्स बॉन्ड वाज रिस्टोर। तापरे आउ थरे राजा और रानी भलो भाबरे मिसी गले। रॉयल कपल मिसी गले भलो भाबरे आउ जेमति थिले हंता खुशी रे रहिले। एंड द पैलेस ब्रीम्ड बेले ओवरफ्लोड अति खुशी रे सहित रहिले। once again with joy and laughter खुशी आउ अति आनंद रे से दुहे रहिले बोली कोआ जाउची। देखो एठी रे लेटर डिस्कस किछि दिया जायछि ताको हम किछि मात्रा रे करनाबा। ठीक अछि बेले एठी किछि भूल तथ्य दिया जायछि हम ताको सठिक करी लेखिबा। देखो एक नंबर रे कोन अछि। एक नंबर रे अछि the queen insulted the king by speaking against the क्वालिटी ऑफ दिस पोएम। क्वीन इंसल्ट करथिले कि नाही, किंग इंसल्ट करथिले। तो हम कोन लिखिबा द क्वीन डिड नॉट इंसल्ट द किंग बोल लिखिबा हम। डिड नॉट इंसल्ट द किंग। C N W A Y A W N E D because she tired। सेमती हमें 2 नंबर करना बा। देखो 2 नंबर कोन देछि 2 नंबर देछि
Tenali Rama immediately went to the king and convinced him to talk to the queen. ଏମିତି ହେଇଥିଲା କି ନାଇଁ? He did not immediately convinced but he planned a proper strategy to convince. ଏମିତି ଲେଖିବ। ତାପରେ ଦେଖ ଆଉ କ'ଣ ଦେଇଛି ଦେଖିବା। 3 ନମ୍ବର ଦେଇଛି the courtiers admired the king's poem and praised his literary talent. ସେ ତାର ଆଡମାୟାର କରିଥିଲେ କିଙ୍ଗକୁ ଆଉ ସେ ପୋଏମ୍ ଲାଗି ତାହାକୁ ପ୍ରେଜ୍ କରିଥିଲେ କି ନାଇଁ, ତାହାକୁ ଉଠିକି ଚାଲି ଯାଇଥିଲେ। Did not admire but ଲାଗିବନି, but ଲାଗିବ। ତାପରେ they avoided him. ଠିକ ଅଛି। ସେମିତି 4 ନମ୍ବର କ'ଣ ଅଛି ଦେଖିବ। 4 ନମ୍ବର ଦେଇଛି the minister in the court were asked to hear Tenali Rama idea about the paddy cultivation. No, it's not true. ତାହେଲେ କ'ଣ ସତ? They mocked and laughed at it. ତାପରେ 5 ନମ୍ବର କ'ଣ ଅଛି ଆମର ଶେଷ ନମ୍ବର, ଏଇଟା କରିନେବା। ଆଉ ବାକି ସବୁ ପ୍ରଶ୍ନ ଉତ୍ତର ଭିଡ଼ିଓରେ ବାକି ସବୁ କରିନେବା। ଠିକ ଅଛି। The king never realized his mistake and continued to stay angry with the queen. ନାଇଁ, he realized. The king realized his mistake apologize to queen and resolve the quarrel. QUARREL। ଠିକ ଅଛି, ଦେଖିନିଅ ଭଲ ଭାବରେ। ଆପଣମାନେ ଆମ ଚ୍ୟାନେଲରୁ ପାଇପାରିବେ ସମ୍ପୂର୍ଣ୍ଣ ଓଡ଼ିଆ ମିଡ଼ିୟମର ନୂଆ ସିଲାବସ୍ ଅନୁଯାୟୀ ଗଣିତ, ବିଜ୍ଞାନ ଓ ଇଂରାଜୀର ପାଠର ଆଲୋଚନା ଓ ତାହାର ପ୍ରଶ୍ନ ଉତ୍ତର, ତା ସହିତ ଓଡ଼ିଆ ବ୍ୟାକରଣ, ଇଂରାଜୀ ବ୍ୟାକରଣ ଓ ଗଣିତ ଟ୍ରିକ୍ ଗୋଟିଏ ପରେ ଗୋଟିଏ ଭିଡ଼ିଓ ବ୍ୟାକ୍ ଟୁ ବ୍ୟାକ୍ ପାଇବା ପାଇଁ ଆମର ୟୁଟ୍ୟୁବ୍ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହାଫଳରେ କ'ଣ ହେବ, ଯେତେ ଭିଡ଼ିଓ ସବୁ ଅପଲୋଡ଼ ହେବ ଆପଣଙ୍କ ପାଖରେ ସହଜରେ ପହଞ୍ଚିଯିବ। ଆମ ଭିଡ଼ିଓ ଭଲ ଲାଗୁଥିଲେ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଓ ଯଦି ଆପଣ ଭିଡ଼ିଓର ପିଡ଼ିଏଫ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଆମର ଟେଲିଗ୍ରାମ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ମଧ୍ୟ ଜଏନ୍ ହେଇକି ରହନ୍ତୁ।